କବି ମାଟିକୁ ସ୍ନେହମୟୀ ମା' ବୋଲି କହିଛନ୍ତି। ନିମ୍ନଲିଖିତ ଉକ୍ତିଗୁଡ଼ିକ ମଧ୍ୟରୁ କେଉଁଟି ତାହା ସୂଚାଉଛି, ତାହାର ଡାହାଣ ପଟେ ଠିକ୍ ଚିହ୍ନ ଦେବା। ସେ ଆମକୁ ଖାଦ୍ୟବସ୍ତ୍ର ଯୋଗାଉଛି। ଠିକ୍, ତେଣୁ ଆମେ ଏଠି ଠିକ୍ ଚିହ୍ନ ଦେବା। ତା'ର ଛାତି ଚିରିଦେଲେ ଯୁଗ ଯୁଗର ଇତିହାସ ମିଳେ ନା, ମାଟିର ଛାତି ଚିରିଦେଲେ ଆମକୁ ଯୁଗ ଯୁଗ ଇତିହାସ ମିଳେ। ତେଣୁକରି ଏଠି ଆମେ ଠିକ୍ ଚିହ୍ନ ଦେବା। ଘର କରିବାକୁ ସେ ଆମକୁ କାଠ ଯୋଗାଉଛି। ମାଟି ଘର କରିବା ପାଇଁ ଆମକୁ କାଠ ଯୋଗାଉଛି ନା ନାହିଁ, ତେଣୁକରି ଏଠି ଆମେ ଠିକ୍ ଚିହ୍ନ ଦେବା। ଲୁହା, ମାଙ୍ଗାନିଜ୍, ପେଟ୍ରୋଲ, କୋଇଲା ଯୋଗାଉଛି। ମାଟି ଆମକୁ ଲୁହା, ମାଙ୍ଗାନିଜ୍, ପେଟ୍ରୋଲ, କୋଇଲା ଏସବୁ ଯୋଗାଉଛି। ତେଣୁକରି ଠିକ୍ ଚିହ୍ନ ଦେବା। ପନିପରିବା, ଶାଗ ଆମେ ତା'ଠାରୁ ପାଉ। ମାଟିଠାରୁ ଆମେ ପନିପରିବା, ଶାଗ ପାଉନା, ତେଣୁକରି ଏଠି ଆମେ ଠିକ୍ ଚିହ୍ନ ଦେବା। ପିଲାଟି ବେଳରୁ ଆହାର ଦେଇ ସୁଖରେ ପାଳିଛି। ମାଟି ଆମକୁ ପିଲାଟି ବେଳରୁ ପନିପରିବା, ଶସ୍ୟ ସେସବୁ ଦେଇକି ଆମକୁ ପିଲାଟି ବେଳରୁ ଛୋଟରୁ ବଡ଼ କରିଛି। ତେଣୁକରି ଏଠି ଆମେ ଠିକ୍ ଚିହ୍ନ ଦେବା।